ଆଜି ସେ ଆଉ ସେତେ ମନେ ପଡ଼ୁନଥିଲା। ଧୀରେ ଧୀରେ ମାଇଣ୍ଡଟା ସେଟ୍ କରିବାକୁ ପଡ଼ିଲା। ପର କେବେ ନିଜର ହେଇପାରେ ନା, ଏକଥା ସେଦିନ ଭଲ ଭାବରେ ଜାଣିସାରିଥିଲି। ଯେଉଁଦିନ ତାର ଶେଷ କେଇପଦ କଥା ମୋ ମନକୁ ଭାରି ଆଘାତ ଦେଇଥିଲା। ଲାଗିଲା ଆଉ ସେ ମୋର ଯେମିତି ନିଜର ହେଇକି ନାହିଁ। ମୁଁ ତା ପାଇଁ କୋଉ ଏକ ଅଜଣା ରାଜ୍ୟର ଅଚିନା ମଣିଷ ପାଲଟି ଯାଇଛି। ମୋତେ ଦୂରେଇ ଦେଇ ବେଶୀ ଦୂରକୁ ତ ଯାଇନଥିଲା, କିନ୍ତୁ ସମ୍ପର୍କଟା ଅନେକ ଦୂରକୁ ଚାଲି ଯାଇଥିଲା। ନା କିଛି ଯୋଗାଯୋଗ, ନା କେବେ ଦେଖା ସାକ୍ଷାତ, କିନ୍ତୁ ଭରସା ଅନେକ ଥିଲା। ସେ କେବେ ବଦଳିବନି। ସେ ଯୁଆଡ଼େ ଯାଉ, ଯୋଉଠି ରହୁ, କେବଳ ମୋରି ହିଁ ରହିବ। ତା ବିନା ଅନେକ କଷ୍ଟ ଆଉ ଯନ୍ତ୍ରଣା ଭିତରେ ଦିନ କାଟୁଥିବା ବେଳେ ଅନେକ ଦିନ ପରେ ତା ସହ କଥା ହେବାର ସୁଯୋଗଟେ ମିଳିଲା। ବହୁତ ଖୁସି ଲାଗିଲା। ପୁଣି ଥରେ ନିଜକୁ ଭାଗ୍ୟବାନ ମନେ କଲି। ପୁଣି ଥରେ ଠାକୁରଙ୍କୁ ମନେ ମନେ ଧନ୍ୟବାଦ ବି ଦେଲି। କିଛି ଥର କଥାବାର୍ତ୍ତା ଭିତରେ ମୋତେ ଲାଗିଲା ମୁଁ ଯେମିତି ତା ପାଖରେ ମୋ ଅସ୍ତିତ୍ୱ ହରାଇ ସାରିଛି। ତା ନଜରରେ ମୋ ଔକାତ ଅନେକ ତଳକୁ ଚାଲିଯାଇଛି। ଜାଣିପାରିଲି ସେ ମୋ ସହ ବାଧ୍ୟବାଧକତାରେ କଥା ହେଉଛି। ତାର କଥା ହେବାକୁ ଯେମିତି ଜମା ବି ଇଚ୍ଛା ନାହିଁ। ମୋର ସବୁ ଭାବନା ବଦଳି ଯାଇଥିଲା। ସେ ମୋର ଆଉ ହେଇକି ନଥିଲା। ନିଜକୁ ଅନେକ ପଛକୁ ନେଇ ସେ ପୁରୁଣା ଦିନ କଥା ଭାବି ଚାଲିଥିଲି। ତା ସହ ବିତେଇଥିବା ଅନେକ ସ୍ମୃତି ଆଖି ଆଗକୁ ଆସି ଯାଉଥିଲା। କିଛି ସ୍ମୃତି ମନେ ପକାଇବାକୁ ମୋବାଇଲର ଗ୍ୟାଲେରୀଟା ଘାଣ୍ଟି ପକାଇଥିଲି। ସବୁ ସ୍ମୃତିକୁ ମୋବାଇଲରେ ଦେଖି ଭାବୁଥିଲି, ସତରେ ଆଜିର ଏଇ ଝିଅ କ'ଣ ସେଦିନର ମୋ ସେଇ ଗୁଲୁ ଥିଲା? ମନ ଭିତରେ ଅନେକ ପ୍ରଶ୍ନ, ଆଉ ସେ ପ୍ରଶ୍ନ ଭିତରେ ଥିଲା ଆଖିରେ ଆଖିଏ ଲୁହ। ଇଏ ସେଇ ମଣିଷ ତ ଯିଏ ଦିନେ କଥା ନହେଲେ ରାଗି ଯାଉଥିଲା, ଅଥଚ ଆଜି ଅନେକ ଦିନ ପରେ ଯୋଗାଯୋଗ ହେଇଥିଲେ ବି ତା ମନରେ ସେମିତି ଖୁସି ନଥିଲା। କେବେ କେବେ ଇଚ୍ଛା ହେଲେ ମୁଁ କଲ୍ କରୁଥିଲି, ହେଲେ ମୋତେ ଲାଗୁଥିଲା ସେ କେବେ ମୋତେ ମନେ ପକାଉନଥିଲା। ମୁଁ କଲ୍ କରୁଥିଲି ବୋଲି ଯାହା ତାର ଇଚ୍ଛା ନଥିଲେ ବି ସେ ବାଧ୍ୟରେ କଥା ହେଉଥିଲା। ସେଇ ମଣିଷ ଥିଲା ଯିଏ ମୋଠୁ ଦୂରେଇ ଯିବା ପରେ ମୋ କଥା ଭାବି ଭାବି କେତେ ଲୁହ ଆଖିରୁ ଗଡ଼େଇଥିଲା। କେତେ ଦିନ ଉପାସ ବି ରହିଥିଲା, କେତେ ରାତି ଅନିଦ୍ରା ବି ରହିଥିଲା। ହେଲେ ଆଜି ମୋ କଥା ତାକୁ ଭଲ ଲାଗୁନଥିଲା। ସେତେବେଳେ କଥା କଥାରେ ସବୁବେଳେ ଆଇ ଲଭ୍ ୟୁ ଏଇ ତିନୋଟି ଶବ୍ଦ ମୋ ପାଟିରୁ ଶୁଣିବାକୁ ସେ ଚାତକ ପରି ଅନେଇ ରହୁଥିଲା। ଆଉ ମୁଁ ଆଇ ଲଭ୍ ୟୁ ଶୁଣିଲେ ତୁରନ୍ତ ଲଭ୍ ୟୁ ଟୁ କହୁଥିଲା। ଆଉ ଏବେ ଲଭ୍ ୟୁ ଟୁ ତା ପାଟିରୁ ଶୁଣିବା ତ ସ୍ୱପ୍ନ ଥିଲା, ବରଂ ସେଇ ଆଇ ଲଭ୍ ୟୁ ମୋ ପାଟିରୁ ଶୁଣିବାକୁ ତାକୁ ବିରକ୍ତ ଲାଗୁଥିଲା। ଜାଣିସାରିଥିଲି ସେ ବଦଳି ଯାଇଥିଲା। ସେ ବଦଳି ଯିବାର କାରଣ ତ ତାକୁ ଜଣାଥିଲା। ମୁଁ ଖାଲି ଅନୁମାନ କରି ଇଆଡ଼ୁ ସିଆଡ଼ୁ ଭାବିବା ଛଡ଼ା ଆଉ ଯେମିତି କିଛି ରାସ୍ତା ନଥିଲା। ଏସବୁ ଭାବି ଭାବି ଅନେକ କାନ୍ଦିଥିଲି, ଆଉ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା ବି କଲି। ଆଉ ନିଜକୁ ସୁଧାରିବାକୁ ଯାଇ ନିଜକୁ ନିଜେ ବଦଳେଇ ଦେବାକୁ ନିଷ୍ପତ୍ତି ବି ନେଲି। ଜାଣିଛି ନିଜକୁ ବଦଳେଇ ତାକୁ ଭୁଲିବା ଏତେ ସହଜ ନଥିଲା, କିନ୍ତୁ ତା ସହ ପୁଣି ଥରେ ସେଇ ପୁରୁଣା ସମ୍ପର୍କ ଫେରିବ ବୋଲି ମୋର ଆଶା କି ଭରସା ଜମା ବି ନଥିଲା। ତାର ବଦଳି ଯିବା ଯେ ମୋତେ ଦିନେ ଏତେ କଷ୍ଟ ଦେବ, ତା ପରିବର୍ତ୍ତନ ଯେ ମୋ ଆଖିର ଏତେ ଲୁହ ଦେବ, ମୋ ଭାବନାର ବାହାରେ ଥିଲା। କିନ୍ତୁ ସେସବୁ ତ ମୋ ଭାବନା ଥିଲା, ସତ ତ ଆଜି ପ୍ରମାଣ କରିଦେଲା। ଦିନେ ମୁଁ ପଚାରିଥିବା ସେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କାନ୍ଦି କାନ୍ଦି କହିଥିଲା, ତମେ କେମିତି ଏମିତି ପ୍ରଶ୍ନ କରୁଛ? ତମକୁ କ'ଣ ମୁଁ କେବେ ଭୁଲି ପାରିବି? ତମକୁ କ'ଣ କେବେ ମୁଁ ହୃଦୟରୁ କାଢ଼ି ପାରିବି? ହେଲେ ସେ କଥା, ସେ ପ୍ରତିଶ୍ରୁତି, ସବୁ ଭଲ ପାଇବା ସତରେ କ'ଣ ସବୁ ମିଛ ଥିଲା? ଯଦିଓ ବିଶ୍ୱାସ ହେଉନଥିଲା, କିନ୍ତୁ ଆଜି ମୋ ସାମ୍ନାରେ ସେ ପ୍ରମାଣ କରିଦେଇଥିଲା। ସବୁ ପରେ ଯଦିଓ ତାକୁ ଭୁଲିବା ସମ୍ଭବ ନଥିଲା, ତଥାପି ତାଠୁ ଦୂରେଇ ରହିବାକୁ ଚିନ୍ତା କରୁଥିଲି। ଦିନେ ତା ସହ ଯୋଗାଯୋଗ ହେଇପାରୁନଥିଲା ବୋଲି ମୋତେ କଷ୍ଟ ଲାଗୁଥିଲା। ରାତି ରାତି ତା କଥା ଭାବି ଭାବି ନିଦ ଆସୁନଥିଲା। ତା ବିନା ଯେମିତି ଖାଲି ଯନ୍ତ୍ରଣା ଥିଲା। ଆଉ ଯୋଗାଯୋଗର ବାଟ ଫିଟିଥିଲେ ବି ତା ସହ କଥା ହେବାକୁ ମୋତେ ଏବେ ଖରାପ ଲାଗୁଥିଲା। ପୁଣି କାଳେ କିଛି ଏମିତି କଥା କହିଦେବ, ମୋତେ ବେଶୀ କଷ୍ଟ ହେବ। ଦିନେ ଯିଏ ମୋ ଜୀଇବାର ରାସ୍ତା ଥିଲା, ଆଜି ସେ ମୋ ଆଗକୁ ବଢ଼ିବାର ପ୍ରତିବନ୍ଧକ ସାଜି ସାରିଥିଲା। କ'ଣ କରିବି ଭାବି ଭାବି ଚାଲିଛି ପ୍ରତାପ ଭାଇ। ନା ତାକୁ ଭୁଲି ପାରୁଛି, ନା ଯୋଗାଯୋଗ କରିବାକୁ ସାହସ କରିପାରୁଛି। ଏମିତି ଦୋଛକିରେ ଠିଆ ହେଇ ସବୁଦିନ ବଞ୍ଚି ବଞ୍ଚି ମରୁଛି ଭାଇ। କ'ଣ କହିବି ତାକୁ ବୁଝିପାରୁନଥିଲି। ଏତିକି ତ ଜାଣିସାରିଥିଲି, ଇଏ ତାକୁ ତା ଜୀବନଠୁ ଅଧିକ ଭଲ ପାଉଥିଲା, କିନ୍ତୁ ସେ ତାକୁ ତା ମନ ହୃଦୟରୁ କାଢ଼ି ଫିଙ୍ଗି ସାରିଥିଲା। ଏଇଟା ସତ ଯେ ତାକୁ ଆଉ କିଏ ନିଶ୍ଚିତ ମିଳିସାରିଥିବ, ସେଥିପାଇଁ ସେ ୟାକୁ ଆଭଏଡ୍ କରିଥିଲା। କିନ୍ତୁ ୟାକୁ ଏସବୁ କଥା କହି ତା ମନକୁ ବେଶୀ ଆଘାତ ଦେବାର ନଥିଲା। ହେଲେ ଆପଣମାନେ କୁହନ୍ତୁ, ସେ ବିଚରା କ'ଣ କରିବ? ତାକୁ ଭୁଲିଯିବା ଉଚିତ, ନା ତା ସହ ଯୋଗାଯୋଗ କରିବା ଉଚିତ? ଏତେ ଦିନର ବିଚ୍ଛେଦ ପରେ କ'ଣ ଆଉ ୟାର ହେଇକି ଅଛି, ନା ଆଉ କାହାର ହେଇଯାଇଛି ବୋଲି ୟା ସହ କଥା ହେବାକୁ ଚାହୁଁନି? ବିଚାର ଆପଣଙ୍କର, ମତାମତ ବି ଆପଣଙ୍କର। ତେବେ ଡେରି କାହିଁ କରୁଛନ୍ତି? କମେଣ୍ଟ ବକ୍ସରେ କମେଣ୍ଟ କରି ଆପଣଙ୍କ ରାୟ ନିଶ୍ଚୟ ଜଣାଇବେ। ରହୁଛୁ
ନମସ୍ତେ, ଜୟ ଜଗନ୍ନାଥ।